ହେଉଛି ଲୁହର ଧାର। କାରଣ ଆଜି ଆମ ବିଦ୍ୟାଳୟର ବଡ଼ ଭାଇ ଭଉଣୀମାନେ ଆମ ଗହଣର ବିଦାୟ ନେଇ ଚାଲି ଯାଉଛନ୍ତି। ମୁଁ ଆମର ଛୋଟ ବଡ଼ ଭାଇ ଭଉଣୀମାନେ ଆଜି ହେଉଛି ବିଦାୟ ସମ୍ବୋଧନ ଉତ୍ସବରେ ମୋତେ କିଛି କହିବା ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଆଜି ଅତି ଦୁଃଖର ସହିତ କହିବାକୁ ପଡୁଛି ଯେ ଯେଉଁ ବଡ଼ ଭାଇ ଭଉଣୀ ଆମକୁ ଏହି ବିଦ୍ୟାଳୟ ଛୋଟ ଛୋଟ ଭାଇ ଭଉଣୀ ଆଜି ହେଉଛି ବିଦାୟ ସମର୍ଥନ ଉତ୍ସବ। ଆଜି ଆମକୁ ଏହି ବିଦ୍ୟାଳୟରୁ ବିଦାୟ ନେବାକୁ ପଡୁଛି। ବହୁତ ଦୁଃଖ ଲାଗୁଛି କହିବା ପାଇଁ ଯେ ଆମେ ଏହି ବିଦ୍ୟାଳୟରେ 8 ବର୍ଷ ଧରି ପାଠ ପଢିଥିଲୁ, ହେଲେ ଆମକୁ ଏମିତି ଲାଗୁଛି ଯେ 8 ଦିନର ସଦସ୍ୟ ଥିଲୁ ଆମେ। ଦୁଃଖ କର ନା ଆସିପାର ଯେତେବେଳେ ଶିକ୍ଷକ ଶିକ୍ଷୟିତ୍ରୀ ଆମକୁ ବହୁତ ସ୍ନେହରେ ପାଳିଥିଲେ, ସେ ଆମକୁ ତାଙ୍କ ପିଲା ଭଳି ପାଳୁଥିଲେ। ଆଜି ଏ ବିଦ୍ୟାଳୟକୁ ଛାଡ଼ିକି ଯିବା ପାଇଁ ମତେ ବହୁତ ଦୁଃଖ ଲାଗୁଛି। ପରମ୍ପରା ହେଲା ଜ୍ଞାନକଳାରେ ଗଣିଆ ତଥା ବିଦ୍ୟା ଦର୍ଶନ ଗଢ଼ା ମୋର ପ୍ରିୟ ଶିକ୍ଷକ ଓ ଶିକ୍ଷୟିତ୍ରୀଗଣ ଏବଂ ଏଠାରେ ଉପସ୍ଥିତ ଥିବା ମୋର ସ୍ନେହ ଛୋଟ ବଡ଼ ଭାଇ ଭଉଣୀମାନଙ୍କୁ ମୋର ସହପାଠୀଗଣ, ଜୀବନରେ ସୁଖ ଦୁଃଖ ହସ ଖୁସି ଲୁହ କାନ୍ଦ ଲାଗି ରହିଥାଏ। ଆମେ ବି ଏ ବିଦ୍ୟାଳୟ ଦିନେ ଛୋଟ ଥିଲୁ, ଆମ ବଡ଼ ଭାଇ ଭଉଣୀମାନେ ଏଠୁ ବିଦାୟ ନେଉଥିଲେ। ଆମେ ବି ଆଜି ଆମ ସମୟ ଆସିଛି, ଆପଣମାନଙ୍କ ବି ସମୟ ଦିନ ଆସିବ, ଆପଣ ବି ଯିବେ। ଏ ବିଦ୍ୟାଳୟ ତ ଖାଲି ଗୋଟେ ବିଦ୍ୟାଳୟ ଥିଲା ମୋ ପାଇଁ, ମୋ ହୃଦୟର କଥା ମୁଁ କହୁଛି, ଗୋଟେ ନିଜର ଘର ଭଳିଆ ଲାଗୁଛି। ମୋର ଫିଲିଂ ଥିଲା ଦିନେ କାଣା ହେଲା ନା, ମୁଁ କ୍ଲାସରେ ସପ୍ତମ ଶ୍ରେଣୀରେ ପଢୁଥିଲି, ସପ୍ତମ ଶ୍ରେଣୀରେ କ୍ଲାସରେ ବସିଥିଲି, ଆମ କ୍ଲାସରେ କେବଳ ନାଇଁ ହଉଥିଲା, ଆମେ ସମସ୍ତେ ମିଶିକି କଥାବାର୍ତ୍ତା ହଉଥିଲୁ। ତ ମତେ ବାହାରକୁ ଡାକିଲା ମତେ ଲାଗିଲା, ତ ମୁଇଁ ବାହାରକୁ ଟିକେ ଦେଖିଲି କେହି ଦେଖିଲେ, ବହୁତ ବାର ଡାକିଲା, ଝରକା ପଛକୁ ଦେଖିଲି, ମତେ ଡାକିଲା ଲାଗିଲା, କେହି ବିଷୟରେ ନାଇଁ ଡାକୁଥିଲେ। ମୁଁ ବସିଲି କିଏ ଡାକୁଥିଲା ଭାବୁଥିଲି, ତାପରେ ପାଣି ପିଇଗଲି, ତାପରେ ମୁଁ ଦେଖିଲା ବଗିଚାରେ ଗଛ ଲଗାଇଥିଲା ନାଇଁ, ତାକୁ ଛୁଟିଆ ଛୁଟିଆ ଦେଖା ହୁଏ। ଘଟଣାଟା କାଁ ଛୁଟିଆ ଛୁଟିଆ ଗଛ ଦେଖାଗଲା। ତାପରେ ବଗିଚା ପାଖରେ ଗୋଟେ ବଗିଚାରେ ସବୁ ପନିପରିବା ଯାହା ଥିଲା ଫୁଲ ସବୁ ଖାଇଥିଲା। ମୁଁ ସେ ବଲଟା ଗଲି କାହାକୁ କିଛି ନେବ, ତାପରେ ଏତିକି ଗୋଟେ ଡାକୁଥିଲା, ସ୍କୁଲ କଥା କହୁଛେ ଆମକୁ ଡାକୁଛେ, ଆମେ ସେ ପିଲା ବୁଝି ନେବେ ବି। ଆଉ ଦିନେ ମୁଇଁ ସ୍କୁଲ ଛୁଟି ହେଲା, ଶୁକ୍ରବାର ଥିଲା, ସେତେବେଳେ ସ୍କୁଲର ସମସ୍ତେ କାହା ଥିଲା ଟ୍ରେନିଂ ଥିଲା, ସବୁ କେହି ଜିନିଷ ଆସିଥିଲି। ତ ଧ୍ୟାନ ଦେଇଥିଲା ତାଙ୍କର ଶିକ୍ଷକ, ଆମେ ସମସ୍ତେ କ୍ଲାସ ସ୍କୁଲରୁ ବାହାରକୁ ପଳେଇଲୁ। ଛୁଟି ହେଲା, ସ୍କୁଲ ସବୁ ଲକ୍ ହେଲା, କ୍ଲାସ ରୁମ୍ ଲକ୍ ହେଲା, ବାହାର ଗେଟ୍ ଲକ୍ ହେଲା, ସମସ୍ତେ ତ ମୁଇଁ ଆମର ପଡ଼ିଆକୁ ଦେଇଥିଲି। ଆମର ଆମେ 7-8 ଜଣ ଆସିଲୁ, ଆଉ ପଡ଼ିଆକୁ ମୁଇଁ ହେଇଥିଲି। ତାପରେ ସେ ମତେ ପୁରା ଗୋଟେ ଅଲଗା ଲାଗୁଛି, ତାର ପଛକୁ ବାରମ୍ବାର ବୁଲିକି ଦେଖୁଥିଲି ଯେ କାଣ ଅସୁବିଧା ହେଇଛି ସେ ସ୍କୁଲରେ ବୋଲିକି ବାରମ୍ବାର। ଫିର୍ ବି ମୁଇଁ ସେତିକି ସମୟରେ ଟିକେ ପଛକୁ ଆସିଲି, ସ୍କୁଲକୁ ଯିବି ବୋଲି ଭାବିଲି, ତାର କିଛି ନାହିଁ ହେଇଥିବା ବୋଲି। ତାପରେ ମୋର ସାଙ୍ଗମାନଙ୍କୁ ମୁଁ କହିଥିଲି, ଦେଖ କାଲକି ଦେଖ ସକାଳୁ ଆସିଲେ ଯାହା ସ୍କୁଲ ଅସୁବିଧା ହେଇଯାଉଛି। ତାପରେ ସେଟା ସବୁ କାଲି ସକାଳୁ ଆସିଲେ ହଠାତ୍ ଆସିକି ମୁଁ ଦେଖିଲି ଆମର ଅଫିସ ଘର ଗେଟ୍ଟା ତଳ ଗୋଟେ ଲାଇଟ୍ ପୋଷ୍ଟ ପଡୁଥିଲା, ସେ ଲାଇଟ୍ ପୋଷ୍ଟ ପଡୁଥିଲା, ଗେଟ୍ଟା ଖୋଲା ହେଲା, ଦେଖା ଝରକା ଖୋଲା ଥିଲା ଦୁଇଟା ଅଫିସ ଘର। ତାପରେ ଆମର ସ୍କୁଲରେ ବେଲ୍ ବି ସେଟା ବାହାରେ ସେଠି ଥିଲା। ତାପରେ ହେଟା ତ ଛୁଟିଆ କଥା, ବଡ କଥା ହେଲା ଯେ ଆମର ରୋଷେଇ ଘର ଲକ୍ କରା ହେଇଥିଲା। ଆଜି ପର୍ଯ୍ୟନ୍ତ କେତେ ସାଜିକୁ ବି କଥା ମୁଁ ନାଇଁ କହି, କାଲି ସେଦିନ ଚାବିଟା ମୁଁ ନେଇଯାଇଥିଲି ଆମ ରୋଷେଇ ଘରକୁ। আর আজ কেহি বি কে ছুয়া বিনা জানি আমার রুষেই ঘর সেদিন লক লা মু ভাবিলি আজ আমি লাস্ট টাইম এই কথাটা কହୁଛି যে মুই সে কথা সেদিন চাবি লক করি চুপচাপ খুলবা বাহানা করি কেহি বি দেখলা আজ এটা নাই কই লুচেই দিলে কই আমি তেরে কেমা করলে কথা আমি লুচেই গিয়ে লক লা ডাকুছে স্কুল আর কথা কହୁছে ডাকুছে আমাকে তো এই আমার ভিতরে বহুত কলা আছে আমি বাহার করতে পারবো আমি বিদ্যালয়ে যাহা কিছু পাইছি সব বাহার করে দেই আমি এই স্কুল বিদ্যালয়
ପୂଜ୍ୟ ଗୁରୁଜୀବୃନ୍ଦ ଓ ଏଠାରେ ଉପସ୍ଥିତ ଥିବା ମୋର ସ୍ନେହର ଛୋଟ ଭାଇ ଓ ଭଉଣୀମାନେ, ଆଜି ହେଉଛି ବିଦାୟ ସମ୍ବର୍ଦ୍ଧନା ଉତ୍ସବ। ଆଜି ମୋତେ ଦୁଃଖ ଲାଗୁଛି କାହିଁକିନା ମୁଁ ଏ ବିଦ୍ୟାଳୟ ଛାଡ଼ି ଯାଉଛି। ଏହାର କାରଣ ହେଉଛି ଆମ ବିଦ୍ୟାଳୟର ପରିବେଶ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ବହୁତ ଭଲ। ଆଜି ମୁଁ ଭାବିପାରୁନି ଯେ ଏତେ ବଡ଼ ହୋଇ ଅଷ୍ଟମ କ୍ଲାସ ଏଠି 8 ବର୍ଷ ବିତି ଯାଇଛି। ମୋର ଛୋଟ ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ ଯେ ଆମ ବିଦ୍ୟାଳୟର ଉନ୍ନତି କରିବ ଓ ଆମ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ମାନ ଆଜି ମୋତେ ବହୁତ ଦୁଃଖ ଲାଗୁଛି କାରଣ ଆମର ଏତେ ବଡ଼ ସ୍କୁଲରୁ ମୁଁ ଆଜି ବିଦାୟ ନେଉଛି। ପୂଜ୍ୟ ଗୁରୁଜୀ ଗୁରୁମା ମଣ୍ଡଳ ଏବଂ ଏଠାରେ ଥିବା ମୋର ସ୍ନେହର ଛୋଟ ଛୋଟ ଭାଇ ଓ ଭଉଣୀମାନେ, ଆଜି ହେଉଛି ବିଦାୟ ସମ୍ବର୍ଦ୍ଧନା ଉତ୍ସବ। ଏ ଉତ୍ସବରେ ଆମ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ବିଦାୟ ନେଉଛି। ଆମ ବିଦ୍ୟାଳୟ ହେଉଛି ଗୋଟିଏ ଘର ଭଳିଆ। ସେ ଘରରେ ଶିକ୍ଷକ ଶିକ୍ଷୟିତ୍ରୀ ଆମକୁ ନିଜ ଛୁଆଠୁ ବି ଅଧିକ ଭଲ ପାଆନ୍ତି। ଛୋଟ ଭାଇ ଭଉଣୀମାନଙ୍କୁ ମୋର ଏତିକି ଅନୁରୋଧ ଯେ ସେମାନେ ଆମ ବିଦ୍ୟାଳୟକୁ ଆହୁରି ସୁନ୍ଦର ଓ ଉନ୍ନତି କରନ୍ତୁ। ଏଠାରେ ଉପସ୍ଥିତ ମୋର ଛୋଟ ଭାଇ ଭଉଣୀମାନେ, ମୁଁ ସପ୍ତମରେ ପଢ଼ୁଛି। ମୋତେ ସପ୍ତମରେ ଲାଗୁଥିଲା କି ଏଇ ସ୍କୁଲଟା ଟିକେ ମୋ ପାଇଁ ପରଫେକ୍ଟ ନୁହେଁ। ମାନେ ମୁଁ ଭାବିଥିଲି କି ମୁଁ ଯେହେତୁ ବାହାରୁ ପଢ଼ିକି ଆସିଛି ଏଇଟା ମୋତେ କାମ ଦେବନି। ମୁଁ ଭାବିଥିଲି ଯେମିତି ଟିକେ ଟିକେ ଆଗକୁ ବଢ଼ିଲି ମୁଁ ଭାବିଲି କି ମୁଁ ପ୍ରଥମରୁ ପଢ଼ିବା କଥା, କିନ୍ତୁ ମୋ ଭାଗ୍ୟରେ ବାହାରେ ଥିଲା। ବାହାରୁ ପୁରା ସପ୍ତମରେ ପଢ଼ିଥିଲି, ଫିର୍ ନେକ୍ସଟ କ୍ଲାସ୍ ବି ସପ୍ତମରେ ପଢ଼ିଲି। ଅଷ୍ଟମରେ ଇଆଡ଼େ ମୋତେ ଦିଆଗଲାନି କାହିଁକି ମୁଁ ଓଡ଼ିଆ ଟିକେ ଭଲ କି ଜାଣିନଥିଲି, ସେଥିପାଇଁ ମୋତେ ସପ୍ତମରେ ବସା ଦିଆଗଲା। ମୁଁ ଆସିଲା 2 ଦିନ ଯାକ ପୁରା ଶାନ୍ତିରେ ସକାଳେ ରହିଲି। ତାପର ଦିନ ମୁଁ ପୁରା ଗଲଗଲିଆ ଚଳି ଯାଇକି ପୁରା ଚଟକୁ ମାଡ଼ ଧର ହେଇକି ପୁରା ଖରାପ ପିଲା ହେଇଗଲି। ତାପରେ ସବେ ମୋତେ କହୁଥିଲେ ଦିଦି ତାମାନେ କାହିଁକି କାହା ସାଙ୍ଗରେ ଲାଗୁଛୁ, ଲାଗେ ନା ତତେ ସବେ ଖରାପ ବୋଲିବ ବୋଲି। ମୁଁ ତାଙ୍କ କଥା ଅନମାଇଣ୍ଡ କରିଦିଏ। ମୁଁ ତାପରେ ଭାବେ ଗୋଟେ ଦିନ ଜିତେନ୍ଦ୍ର ସାର୍ କହିଲେ ମୋ ନାଁରେ କମ୍ପ୍ଲେନ୍ ଯାଇଥିଲା। ଜିତେନ୍ଦ୍ର ସାର୍ କହିଲେ ଆଉ ଦିନେ ବି କମ୍ପ୍ଲେନ୍ କଲେ ତୋତେ ବାଡ଼େଇ ବୋଲି। ଫିର୍ ଆଉ ଦିନ ଗୋଟେ ଜଣଙ୍କର ସାଙ୍ଗରେ ଲାଗିଲି, ସେ କହି ଯାଇକି କମ୍ପ୍ଲେନ୍ କଲା। ସେଇଦିନ ବି ବାଡ଼େଇଲେ। ସେଇଦିନ ବି ବାଡ଼େଇଲେ। ମୁଁ ବି ଭାବିଲି ସପ୍ତମ ଅଷ୍ଟମ ଯେମିତି ହେଲେ ସାରିକି ଅଲଗା ସ୍କୁଲକୁ ପଳେଇଲେ ହବ, କିନ୍ତୁ ବି ଅଷ୍ଟମ ଶ୍ରେଣୀ ଯେମିତି ଗଲୁ ମାସଟା କେମିତି ଗଲା ସେମିତି ଆମେ ଜାଣିପାରିଲୁ। ଆଜି ବିଦାୟ ହେଉଛି, ଆମକୁ ଆଜି ବହୁତ ଦୁଃଖୀ ଲାଗୁଛି।